ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ସାମ୍ବାଦିକ ଭବନଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କଲମା ବ୍ୟାରେଜ୍ ଓ ମହାନଦୀ ଉପରେ ଛତିଶଗଡ଼ର ହେଉଥିବା ହୀନ ରାଜନୀତିକୁ ନେଇ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ ବିଷୟରେ ଆପଣ ଆଜି ସାମ୍ବାଦିକ ସମ୍ମିଳନୀ ଆମନ୍ତ୍ରଣ କରୁଛୁ। ଆମ ସହିତ ମହାନଦୀ ବଞ୍ଚାଅ ଆବାହକ ସୁଦର୍ଶନ ଦାସ ଅଛନ୍ତି, ସଂଯୋଜକ ବିଜୟ ପ୍ରଧାନ ଅଛନ୍ତି ଏବଂ ଆପଣଙ୍କ ପ୍ରବକ୍ତା ନିରଜ ଖୁଣ୍ଟିଆ, ମୁଁ ନିଜେ ପ୍ରସନ୍ନ ବିଷୟ ମୁଖପାତ୍ର ଏବଂ ଅର୍ଜୁନ ସାମନ୍ତରାୟ ଆମର ମହାନଦୀ ବଞ୍ଚାଅ ଆନ୍ଦୋଳନ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ଅଛନ୍ତି। ଆପଣ ଜାଣିଛନ୍ତି ମହାନଦୀ ବର୍ତ୍ତମାନ ଦୀର୍ଘ ପ୍ରାୟ 7-8 ବର୍ଷରୁ ଧରି ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀର ସୁରକ୍ଷା ପାଇଁ ଲଢ଼େଇ କରି ଆସୁଛି ଏବଂ ବର୍ତ୍ତମାନ ପରିସ୍ଥିତିରେ କଲମା ବ୍ୟାରେଜ୍ର ଗୋଟିଏ ମାତ୍ର ଗେଟ୍ ସେ ଖୋଲିଛନ୍ତି, କିନ୍ତୁ ତା ତଳ ମୁଣ୍ଡରେ ପୁଣି ଗୋଟେ ବାଲି ବନ୍ଧ କରି ସେ ପାଣିଟିକୁ ଅଟକାଇବାର ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ସେ ପରିପ୍ରେକ୍ଷୀରେ ଆମ ପାଖରେ ଯାହା ଦସ୍ତାବିଜ ଅଛି ଆମେ ଆପଣଙ୍କୁ ଦେବୁ। ଦ୍ୱିତୀୟ କଥା ହେଲା, ମହାନଦୀ ଟ୍ରିବ୍ୟୁନାଲ ଯେତେବେଳେ ଆସିଥିଲେ 2023 ମସିହାରେ, ସେତେବେଳେ ଯେଉଁ ଖର୍ଚ୍ଚ ତା ସଂକ୍ରାନ୍ତରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଅଛି। ତେଣୁ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ମୁଁ ବର୍ତ୍ତମାନ ଆବାହକ ସୁଦର୍ଶନ ଦାସକୁ ନିବେଦନ କରୁଛି, ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଆପଣମାନଙ୍କୁ ଦେବେ। ଆଜିର ସାମ୍ବାଦିକ ସମ୍ମିଳନୀକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ ମହାନଦୀ ବଚାଅ ଆନ୍ଦୋଳନ ପକ୍ଷରୁ। ପ୍ରସନ୍ନ ବାବୁ ଯାହା କହୁଥିଲେ, ଆମ ସାଙ୍ଗରେ ଯେଉଁ ବନ୍ଧୁମାନେ ଅଛନ୍ତି, ଏଠି ବିଜୟ ପ୍ରଧାନ ଅଛନ୍ତି ଯିଏ ରାଜ୍ୟ ସଂଯୋଜକ, ଅର୍ଜୁନ ବାବୁ ଅଛନ୍ତି ଯିଏ ମହାନଦୀ ବଚାଅ ଆନ୍ଦୋଳନ ଏବଂ ତା ସହିତ ଦୟା ସୁରକ୍ଷା ଅଭିଯାନର ମଧ୍ୟ ଜଣେ ଆଗଧାଡ଼ିର ସାଥୀ, ପ୍ରସନ୍ନ ବିଷୋଇ ଯିଏକି ଆମର ପ୍ରବକ୍ତା ଅଛନ୍ତି, ନିରୋଧ ଖୁଣ୍ଟିଆ ସେ ମଧ୍ୟ ଜଣେ ପ୍ରବକ୍ତା ଏବଂ ଆମର ସାଥୀ। ଆମେ ସମସ୍ତଙ୍କ ପକ୍ଷରୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛୁ ଏବଂ ନୂଆ ବର୍ଷର ଆପଣମାନଙ୍କୁ ଅଭିନନ୍ଦନ ମଧ୍ୟ ଆମେ ଜଣାଉଛୁ। ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇକି ଆଜିର ସାମ୍ବାଦିକ ସମ୍ମିଳନୀ। ମହାନଦୀ ସଂକ୍ରାନ୍ତରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଆଜି ଆପଣଙ୍କ ସାମ୍ନାରେ ରଖିବୁ। ପ୍ରଥମଟି ହେଲା ଯେ ଆପଣମାନେ ଜାଣିଥିବେ କଲମା ବ୍ୟାରେଜ୍ ହେଉଛି ମହାନଦୀର ଶେଷ ବ୍ୟାରେଜ୍ ଛତିଶଗଡ଼ରେ। କଲମା ବ୍ୟାରେଜ୍ ପାଖରୁ ପାଖାପାଖି 15 କିଲୋମିଟର ବହିଲା ପରେ ମହାନଦୀ ଆସିକି ସୁଖାସୁରା ପାଖରେ ଓଡ଼ିଶାକୁ ପ୍ରବେଶ କରୁଛି। କଲମା ବ୍ୟାରେଜ୍ରେ ପାଖାପାଖି 59ଟି ଗେଟ୍ ଅଛି ଏବଂ ସେ କଲମା ବ୍ୟାରେଜ୍ର ଯେଉଁ ଗେଟ୍ କିଛି ଦିନ ତଳେ 2ଟି ଗେଟ୍ ଖୋଲା ହେଲା। ଆମେ ଖୁସି ହେଲୁ ଯେ ଯାହା ହଉ କଲମା ବ୍ୟାରେଜ୍ର ଗେଟ୍ ଖୋଲା ହେବା ଫଳରେ ତଳ ମୁଣ୍ଡରେ ଆମକୁ ପାଣି ମିଳିବ ଏବଂ ମହାନଦୀରେ ପାଣି ପ୍ରବାହିତ ହେବ। କିନ୍ତୁ କଲମା ବ୍ୟାରେଜ୍ର 2ଟି ଗେଟ୍ ଯେଉଁ ଖୋଲା ହେଲା, ଯେଉଁ ପାଣି ଆସିଲା, ତା ତଳେ ପୁଣି ଗୋଟେ ବଡ଼ ବାଲି ବନ୍ଧ କରିକି ସେ ପାଣିକୁ ଅଟକା ହେଇଛି, ଛତିଶଗଡ଼ ଅଟକାଉଛି ଏବଂ ସେଇଠୁ ପାଣି ଇଣ୍ଡଷ୍ଟ୍ରିକୁ ଦିଆହେଉଛି। ଆମେ ଆଗରୁ ଯାଇଥିଲୁ କଲମା ବ୍ୟାରେଜ୍। କଲମା ବ୍ୟାରେଜ୍ରେ ଆପଣ ଯଦି ଛିଡ଼ା ହେବେ, ଛତିଶଗଡ଼ ପଟକୁ ଅନେଇବେ, ଆପଣ ଦେଖିବେ ସମୁଦ୍ର ପରି ପାଣି। ଓଡ଼ିଶା ପଟକୁ ଅନେଇବେ, ଦେଖିବେ ପାଣି ଟୋପେ ନାହିଁ, ଧାର ମଧ୍ୟ ପ୍ରବାହିତ ହେଉନି। ଏବେ କିନ୍ତୁ ଯେଉଁ 2ଟି ଗେଟ୍ ସେମାନେ ଖୋଲିଲେ, ଆମର ଆଶ୍ୱସ୍ତି ଆସିଲା ଯେ ବୋଧେ 2ଟା ଗେଟ୍ ଖୋଲିଲେ ଯାହା କିଛି ପାଣି ଆସିବ ମହାନଦୀରେ। କିନ୍ତୁ ଟିକେ ବାଟ ଆସିଲା ପରେ, ପାଖାପାଖି 6-7 କିଲୋମିଟର ଆସିଲା ପରେ ତଳେ ପୁଣି ଗୋଟେ ବଡ଼ ବାଲି ବନ୍ଧ ବନ୍ଧା ହେଇଛି ଏବଂ ସେ ବାଲି ବନ୍ଧ ବନ୍ଧା ହେଇକି ଯେଉଁ ପାଣିକୁ ଅଟକାଉଛନ୍ତି ସେମାନେ, ସେ ପାଣି 2ଟି ଇଣ୍ଡଷ୍ଟ୍ରିକୁ ଦେଉଛନ୍ତି। ଆମର ପ୍ରଶ୍ନ ଏଇଠି ଓଡ଼ିଶା ସରକାରଙ୍କୁ ଯେ ଆପଣ ତ ଆପୋଷ ଆଲୋଚନାକୁ ଯିବେ କହୁଛନ୍ତି ନା, ଭଲ କଥା। ଆମେ ମହାନଦୀ ବଚାଅ ଆନ୍ଦୋଳନ ପକ୍ଷରୁ ଆମେ ଏଟାକୁ ସ୍ୱାଗତ କରୁଛୁ ମଧ୍ୟ ଯେ ଆପୋଷ ଆଲୋଚନାକୁ ଆପଣ ଯାଉଛନ୍ତି, ଭଲ କଥା। କିନ୍ତୁ ଆପୋଷ ଆଲୋଚନାକୁ ଗଲାବେଳେ ଆମ ପଛପଟୁ ଛୁରୀ ବସୁଛି ଛତିଶଗଡ଼। ଆପଣ ପାଟି ଫିଟେଇବେନି, ପାଣିକୁ ପୁରା ବନ୍ଦ କରିଦେବେ, ଯେଉଁ ବାଲି ବନ୍ଧ ପକାଇକି ତାକୁ ଆପଣ କିଛି କହିବେନି। ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବାକୁ ଚାହୁଁ
ଯେ ଆପଣ ତୁରନ୍ତ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ଏବଂ କଲମା ବ୍ୟାରେଜ ପରେ ଯେଉଁ ବାଲି ବନ୍ଧ କରାଯାଇଛି ସେ ବାଲି ବନ୍ଧକୁ ପୁରାପୁରି ନଦୀ ଗର୍ଭରୁ ପୁରାପୁରି ହଟାନ୍ତୁ